कौन बा कहबी दुखर कथा कौन है कि माँ जानकी बोलती तुम्बे सुना है पिता बिने मुँह कहिली प्रभु मिथिला कुजिबी रुसिना दिनी मानको देखिमु आसिबी पिता माँ मु दिने मो स्वामी को कहली प्रभु मु मिथिला को जाई ऋषि आ ऋषि नंदिनी मान को साक्षात करी पुणी पुनश्च अयोध्या को फेरी आसबी तुम्हें कहल ऋषि नंदिनी मान को दर्शन कर अयोध्या आसब हाँ, पिता। तापर कौन है माँ मो बचन श्रीरा माजे जाऊ रे पहिले लक्ष्मण वीरंका साथे मोते माँ प्रभु सन्मत करी लक्ष्मण सहित मते पठाइले प्रभु तुमको लक्ष्मण सहित मनस्थ को हाँ, पठाइले पिता। हेले लक्ष्मण कहाँ थी पिता गौरवा ने पुष्प ऋणी देखिना मुजाना कहीं रे स्नान पिता करिली तक्षण पिता माँ पथे आसु आसु गोटे पुष्करिणी देखिली हाँ लक्ष्मण को कहली तुम्हें रथ रख मु स्नान करिबी तुम्हें लक्ष्मण को कहल से पुष्करणी स्नान कर हाँ, पिता। तापर कौन है माँ स्नान सारी मते जे निद्रा आसिला मु किछि क्षण एक वृक्ष मूल शयन कली यही समय जानी लक्ष्मण मते छाड़ी चली गले माँ पिता भो निष्ठुर श्रीराम मते देले बनवास पिता माँ मो गर्भे 5 मास ए समय मो स्वामी मते निर्वासन देले कि आश्चर्य कथा हाँ प्रभु स्वयं जगतर कर्ता हरि हेउछन्ति श्री रामचंद्र से तुमर गर्भ 5 मास थाई तुमको निर्वासन देले किपरि हाँ पिता
ବିଚାରନ୍ତି ମୁନି ମନରେ ଏହୁ କେବଳ କଥା ଏହୁ କେବଳ କଥା ଦୋଷ ନଥିଲେ କାହିଁ ପାଇଁ ସେ ଜନ୍ତି ଜଗଦୀଶା। জানিবে বলি মহামুনি বসিলে যোগ ধ্যানে বসিলে যোগ ধ্যানে কাহি ন দেখি মহামুনি জান কিঙ্কর দোষ। କାହିଁ ମୁଁ ତ ଧ୍ୟାନ ବଳରେ ଜାଣିପାରୁଛି ମାଙ୍କର କୌଣସି ବି ଦୋଷ ନାହିଁ, କିନ୍ତୁ ପ୍ରଭୁ ଜଗତକର୍ତ୍ତା ହରି ରାମଚନ୍ଦ୍ର ମାଙ୍କୁ ଏପରି ନିର୍ବାସନ ଦେଲେ କାହିଁକି? ହଁ, ମାଙ୍କର ମଧ୍ୟ 5 ମାସ ଗର୍ଭ ଅଛି। ମା ପିତା ତୁମେ ଆଶ୍ରମରେ ବି କିଛି ସମୟ ବିଶ୍ରାମ କରି ଗୋଡ଼ ପ୍ରକ୍ଷାଳନ କରି ତୁମେ କିଛି ଫଳମୂଳ ଭୁଞ୍ଜ। ଆଲୋ ମା ନିର୍ମଳା, ଟିକମ ତୁମେ ଏବେ ଯାଅ ଆଶ୍ରମର ଦାୟିତ୍ୱ କଥା ବୁଝିବ। ଯାଅ ଯାଅ ଯାଅ। ଏ ମା ନିର୍ମଳା, ମା ଉର୍ମିଳା, ଏ ମା ଉର୍ମିଳା ନିର୍ମଳା ରେ କୁଆଡ଼େ ଗଲା ଆସ। ଆରେ ଆଜି ବାଲ୍ମିକ ଆଶ୍ରମ ପବିତ୍ର ହେଇଗଲା ରେ ମା। ଏ ମା ଉଠ ଉଠ। ଆରେ ଦେଖ ଆମ ଆଶ୍ରମକୁ ଆଜି କିଏ ଆସିଛି ଦେଖ ରେ। ସ୍ୱୟଂ ଜଗତକର୍ତ୍ତାଙ୍କର ପତ୍ନୀ ସ୍ୱୟଂ ସୀତା ଠାକୁରାଣୀ ଇଏ ଆମ ଆଶ୍ରମରେ ଆଜି ବିଜୟ କରିଛନ୍ତି ରେ ମା। ଆମ ଆଶ୍ରମ ଆଜି ପବିତ୍ର ହେଇଗଲା ରେ ମା। ଏ ମା ଉର୍ମିଳା, ଏ ମା ନିର୍ମଳା, ଶୁଣ ଆଜିଠାରୁ ସୀତାଙ୍କର ସମସ୍ତ ଦାୟିତ୍ୱ ତୁମ ଉପରେ ନ୍ୟସ୍ତ ରହିବ। ତାଙ୍କ ସେବା ଶୁଶ୍ରୂଷାରେ କେବେ ହେଲେ ହେଳା କରିବ ନାହିଁ ହେଲା। ସମସ୍ତ ଦାୟିତ୍ୱ ତୁମ ଉପରେ ନ୍ୟସ୍ତ କଲି, ଯେପରି ସେଥିରୁ ବିଚ୍ୟୁତ ନ ହୁଅ ହେଲା। चलो हमें जे आश्रम को जीवा। चलो माँ, आश्रम को चलो। କୌଣସି ଶୁଭ ସମ୍ବାଦ ଆସିବ। ଆଲୋ ଏ ମା ଉର୍ମିଳା, ଏ ମା ନିର୍ମଳା, ଉର୍ମିଳା ନିର୍ମଳା, ଆରେ ମା କୁଆଡ଼େ ଗଲ? ଆରେ କିଛି ଶୁଭ ସମ୍ବାଦ ଦିଅ ମତେ। ଏ ମା ଉର୍ମିଳା ନିର୍ମଳା, ଏ ମା ଉର୍ମିଳା ନିର୍ମଳା, ଆରେ କୁଆଡ଼େ ଗଲ? ମୁଁ ଡାକି ଡାକି ଏ ଉର୍ମିଳା, ଆରେ ମା ନିର୍ମଳା, ଆରେ ଶୁଭ ସମ୍ବାଦ ଆସିବ ମତେ ଜଣା ପଡୁଛି। ଆରେ ପିତା, ଜାନକୀ ମାତାଙ୍କର ଲବଙ୍ଗ ବୃକ୍ଷ ମୂଳେ ଏକ ପୁତ୍ର ସନ୍ତାନ ଜଗତ ଜନନୀ, ଜଗତର ମା ଗୋଟେ ପୁତ୍ର ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି। ଆଚ୍ଛା ଆଚ୍ଛା ଆଚ୍ଛା। ଜାନକୀ ମାତାଙ୍କର ପୁନର୍ବାର ପେଟ ବ୍ୟଥା ହେଉଛି। ମା ଜାନକୀଙ୍କର ପୁନର୍ବାର ପେଟ ବ୍ୟଥା ହଉଛି। ମା ତୁମେ ତାକୁ ଛାଡିକି ଏକା ଆସିଲ କିପରି? ତୁମେ ଗୋଟେ କଥା କର, ମୁଁ ପୁଷ୍ପ ଜଳ କରିଦଉଛି। ଏ ମନ୍ତ୍ର ଜଳ ନେଇ
ତୁମେ ମାକୁ କିଛି ପିଆଇ ଦେବ ଆଉ ତାଙ୍କ ଦେହରେ କିଛି ଛିଞ୍ଚି ଦେବ ହେଲା। ଯାଅ ଫେରା କରନା ଯାଅ 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 ଶୀଘ୍ର ଯାଅ ଦୁଇ ଜଣ ଯାକ ଯାଅ। ଆଜି ଯାଏ ବାଲ୍ମୀକି ଆଶ୍ରମ ପବିତ୍ର ହେଇଗଲା ରେ। ଜଗତ କଥାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛନ୍ତି ଏଇ ବାଲ୍ମୀକି ଆଶ୍ରମରେ। ତପବନର ଋଷି ମାନଙ୍କୁ ସମ୍ବାଦ ଦିଅରେ। ଆରେ ଆଜି ଏ ବାଲ୍ମୀକି ଆଶ୍ରମରେ ମହା ଉତ୍ସବ ହେବ। ମହା ଉତ୍ସବ ଆରେ ମହା ଉତ୍ସବ। ଆରେ ସେ ପୁତ୍ର ଦୁଇଟିକୁ ଆଣରେ ମା ସେ ପୁତ୍ର ଦୁଇଟିକୁ ଆଣ। ଜଗତକର୍ତ୍ତା ହରି ଯେ କି ରାମଚନ୍ଦ୍ର ତାଙ୍କର 2 କୋଟି ପୁତ୍ର ସନ୍ତାନ ଜନ୍ମ ହୋଇଛନ୍ତି। ଆରେ ମା ସେ ପୁତ୍ର ଦୁଇଟିକୁ ଆଣରେ ମା ସେ ପୁତ୍ର ଦୁଇଟିକୁ ଆଣ। ପିଲାକୁ ନେଇ ଆସିଲ ଏ ତାଙ୍କ ମା କୁଆଡେ ଗଲେ? ସୀତା ଠାକୁରାଣୀକି ଡାକରେ ସେ ଆସନ୍ତୁ ଯାଅ। ଏଇ ବାବା ବୁଲି ବୁଲିଆ ପୁଅ ଦିଟା ହେଇଛନ୍ତି। ଏ ମା ସୀତାକୁ ଯାଅ 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 ମା ସୀତାକୁ ଦେଖି ଆଣ ମତେ ଦେ। ମା ନିର୍ମଳା ଏ ମା ନିର୍ମଳା ଆରେ ପଞ୍ଚୁଆତି ନେଇ ଆସରେ ଏମାନଙ୍କର ପଞ୍ଚୁଆତି ବିଧି କରିବା। ଏ ମା ନିର୍ମଳା କୁଆଡେ ଗଲେ ମା ପଞ୍ଚୁଆତି ନେଇ ଶୀଘ୍ର। ଗୁରୁଦେବ ଦଉଛନ୍ତି ପଞ୍ଚାୟତ
ଦିନକୁ ଦିନ ବଡ଼ ହେଲେଣି ହଁ ତାଙ୍କର ମା ନାମକରଣ କରନ୍ତୁ। ଆଚ୍ଛା ତାଙ୍କ ନାମକରଣ କରିବା। ହଁ ପିତା। ଆଚ୍ଛା ମା ବଡ଼ର ନାଁ ଆମେ ଦବା ସେ ଲବଙ୍ଗ ଗଛ ମୂଳେ ଜନ୍ମ ହୋଇଛି। ହଁ ପିତା। ତେଣୁକରି ମୁଁ ଭାବୁଛି ତା ନାମ ଆମେ ଲବ ଦବା। ବହୁତ ଆନନ୍ଦର କଥା ପିତା। ବହୁତ ବଢିଆ ନାଁଟି ହେଇଛି। ବହୁତ ବଢିଆ ନାଁ। ଲବଙ୍ଗ ଗଛ ମୂଳେ ରହିଛି ଲବ ଦବା। ହଁ ପିତା। ଆଉ ୟାର ନାମ ପିତା? ଦ୍ୱିତୀୟ ପୁତ୍ରର ନାମ ହଁ ପିତା। ଦ୍ୱିତୀୟ ପୁତ୍ର ନାମ ମୋ କୁଶ ମନ୍ତ୍ରିତ ଦଳରୁ ଜନ୍ମଗ୍ରହଣ କରିଛି। ହଁ ପିତା। ତେଣୁ ତା ନାମ ହେଲା କୁଶ। ଆପଣଙ୍କ ତୋର ବଡ ପୁତ୍ର ନାମ ହେଲା ଲବ ଲବ। ଆଉ ସାନ ପୁତ୍ର ନାମ ହେଲା କୁଶ। ଆଙ୍କ ନାମ ହେଲା ନବକୁଶ। ମା ଏବେ ତାଙ୍କ ବିଦ୍ୟା ଶିକ୍ଷା ଦେବା ତାପରେ ତାଙ୍କ କର୍ଣ୍ଣଭେଦ କରିବା। ହଁ ପିତା ଆଜ୍ଞା କର୍ଣ୍ଣଭେଦ କରନ୍ତୁ ତାପରେ ଶିକ୍ଷା ଦେବା। ବ୍ରହ୍ମା ବିଷ୍ଣୁ ମହେଶ୍ୱର କହିଲ କହିଲ ଉଚ୍ଚାରଣ କଲ। ପିତା ଦୁଇ ଜଣ ବିଦ୍ୟାରେ ନିପୁଣ। ସବୁ ଆପଣଙ୍କ ଦୟା। ଆଚ୍ଛା ତାଙ୍କର କର୍ଣ୍ଣଭେଦ କରିବା। ହଁ ପିତା ତାଙ୍କର କର୍ଣ୍ଣଭେଦ କରନ୍ତୁ। ଆଚ୍ଛା ବାବା ମିଠେଇ ଖା ମିଠେଇ ଖା। ଆରୁ ଘୋଚାଇଲୁ ଟିକେ ମୋ ପାଖକୁ ପୁରା ପାଖକୁ ପଳେଇଆ। ଆଚ୍ଛା ତୋ ମାମୁଁ ଘର କୁଆଡେ? ସେଇପଟେ ତୋ ମାମୁଁ ଘର ତ ଜମା କାଟିବନି ବ୍ୟସ୍ତ ହବୁନୁ। କାଟିବନି କାଟିବନି ଆସ୍ତେ କିନି ଫୁଟେଇ ଦବା। ଗୋଟା କାନ ଫୁଟିଗଲା। ଆଉ ମାମୁଁ ଘରକୁ କନା ମାମୁଁ ଘରକୁ କନା ମାମୁଁ ଘର ଆଡୁ କନା। କୋଉ ପଟରେ ମାମୁଁ ଘର? ଆର ଗୋଟିଏ ପଟରେ ମାମୁଁ ଘର। ଆଉ ତୋ ବଡ ପୁତ୍ରର କର୍ଣ୍ଣଭେଦ କର୍ମ ସରିଲା। ହଁ ପିତା। ଏବେ ଆମେ ଦ୍ୱିତୀୟ ପୁତ୍ରର କର୍ଣ୍ଣଭେଦ କରିବା। ବାବା ଆସ ଘୁଷି ଆସ ତାକୁ ପାଉନି। ହଁ ତୋ ମାମୁଁ ଘର କୁଆଡେ? ଏ ଦି ଜଣଙ୍କ ମାମୁଁ ଘର ଗୋଟେ ଆଡେ। ଆଉ ହଁ ହବନି କେମିତି? କାଟିଲା 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 ଟିକେ ଟିକେ କାଟିଥିବ। ମାମୁଁ ଘର ଆଡୁ କନା ମାମୁଁ ଘର ଆଡୁ କନା। ତ ଏପଟରେ ମାମୁଁ ଘର ସେପଟରେ ମାମୁଁ ଘର ଦୁଇ ପଟରେ ତୋ ମାମୁଁ ଘର ଆଇଲାକୁ। ଏବେ କର୍ଣ୍ଣଭେଦ ସଇଲା। ହଁ ପିତା ତେବେ ଯୁଦ୍ଧ ବିଦ୍ୟା ଶିଖାନ୍ତୁ। ବାବା ଖାଅ 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 ମା ଧର। ଆସ ବାବା ଲବ ଲବ କୁଶ ଗୁରୁଦେବଙ୍କୁ ମୁଣ୍ଡିଆ ମାର ବାବା। ଯଶସ୍ୱୀ ଭବ ଆୟୁଷ୍ମାନ ଭବ। ଧର ଧର ଏ ହାତରେ ଏଇଟା କର।
ମାରି ପକେଇଲେ ରେ ବୁଢ଼ାଟାକୁ କ'ଣ କହିବ ଏ ବୁଢ଼ାଟାକୁ ମାରି ପକେଇଲେ ଓହୋ ହେ ବାବା କି ଯୁଦ୍ଧରେ ବାବା ହେ ମା ଜାନକୀ ପିତା ଏ ତ ପୁତ୍ର ଦୁଇ ଜଣ ଏ ପୁରା ଯୁଦ୍ଧରେ ପାରଙ୍ଗମରେ ମା ସବୁ ଆପଣଙ୍କ ଆଶୀର୍ବାଦ ପିତା ହେ ବାବା ତମେ ଏତେ ଦୁଷ୍ଟ ତମେ ମତେ ମାରିଦେଲ ହଁ ଧର ଧର ତୀର ଧର ତୀର ଧର ଆସ, ଏ ତୀର ଧର ମୋ ସାଙ୍ଗରେ ଆସ ଆମେ ଏବେ ମୃଗ ଶିକାର କରିବା ଆସ ଚାଲ আচ্ছা বাবা লবকুশ উঠ বাবা আস ମୋ ପାଖକୁ ଆସ ବାବା ଲବକୁଶ ଆଜିଠାରୁ ମୋ ତପବନର ଦାୟିତ୍ୱ ତମ ଉପରେ ନ୍ୟସ୍ତ ରହିଲା ତମେ ସଦା ସର୍ବଦା ମୋ ତପବନକୁ ଜଗି ରହିବ ହେଲା ଏଇ ତପବନ ଦାୟିତ୍ୱ ସମ୍ପୂର୍ଣ୍ଣ ତୁମ ଏବେ ଆସୁଛି ହଁ